ବର୍ତ୍ତମାନ ମୁଁ ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ପହଞ୍ଚିଛି। ଆଜି ହିଁ ଦେଖିଲି ଯେ ବିଶାଲ ମାର୍କେଟ ଆଜି ହିଁ ଓପନ ହେଉଛି। ଭିତରକୁ ଏଣ୍ଟ୍ରାନ୍ସ କରୁ କରୁ ଆଟ୍ରାକ୍ଟିଭ ଝୁଟି ତା ସହିତ ଦୀପର ମଜା ଭାଇ ମନ ଶାନ୍ତି କରିଦେଲା। ତା ପ୍ରଥମ ନଜର ପଡ଼ିଗଲା ଆମର କିଛି ଅଫର୍ ଉପରେ। ଚାଲନ୍ତୁ ଦେଖିନେବା ଅଫର୍ କେଉଁ ଭଳିଆ। ଆଉ ଭିଡ଼ ଏତେ ମାତ୍ରାରେ ଜମିଥିଲା ଦେଖନ୍ତୁ 309, 179, 209ର ଟି ସାର୍ଟ ଆଉ 109ର ଟି ସାର୍ଟ ଯାକ କେତେ ଶସ୍ତା ଆଉ କେତେ କ୍ୱାଲିଟି ମସ୍ତ ହେଇଛି। ଗୋଟେ ପ୍ୟାଣ୍ଟ କିଣିଲେ ଦୁଇଟି ପ୍ୟାଣ୍ଟ କିଣିଲେ 250 ରେଟ୍ ଅଫ୍। ତା ସହିତ କିଚେନ୍ ସାମାନ ଯାକ ଫ୍ଲାସ୍କ ଯାକ ଏବଂ ବିଭିନ୍ନ ପ୍ରକାର ଗ୍ରୋସରୀ ଆଇଟମ୍ ମଧ୍ୟ ମିଳୁଛି। ଏ ଟୁ ଜେଡ୍ ସବୁ ମିଳୁଛି ଭାଇ। ଦେଖିବେ ମୋ ସାଙ୍ଗ ଜଣେ ପଚାରିଲା କାଚ ବୋଟଲ କେତେ, ଆଉ କାଚର ପ୍ରତିଟି ସାମାନ ତା ଉପରେ ମୋ ନଜର ପଡ଼ିଗଲା 200 ଟଙ୍କା ଟି ସାର୍ଟ ଯେଉଁଟାକି 199ରେ ମସ୍ତ ଲାଗୁଛି ଭାଇ। ଡେଲି ୟୁଜେସ୍ ପାଇଁ ଭାଇ ଆମ ୟୁଥକୁ ପୁରା ପରଫେକ୍ଟ। ଆଉ କହିଲେ ଭାଇ ଚାଲନ୍ତୁ ଉପରକୁ ଯିବା ବୋଲି। ଦେଖିଲି କ'ଣ ଉପରେ ଗବ ଗବ ଭୁଇଁ ଦେଉଛନ୍ତି ଲୋକମାନେ ବୋଲିକି ମୁଁ ବି ଉପରେ ସାଙ୍ଗେ ସାଙ୍ଗେ ଫ୍ଲୋରକୁ ଚଢ଼ି ପଡ଼ିଲି। ଦେଖିଲି ଯେ ବା ତାଠୁ ପୁଣି ଆଟ୍ରାକ୍ଟ ରେଟ୍ରେ ଆଟ୍ରାକ୍ଟ କ୍ୱାଲିଟି 99 ରୁପିସ୍ର ଦେଖିପାରୁଥିବେ ଯେଉଁଟାକି ଟି ସାର୍ଟ 199ର ଆମର ଟ୍ରାଉଜର ଦେଖିପାରୁଥିବେ କେଉଁ ଭଳିଆ ଟ୍ରାଉଜର। ତା ସହିତ 399ର ଟି ସାର୍ଟ 199ର ଟି ସାର୍ଟ ଦେଖନ୍ତୁ କପଡ଼ା କ୍ୱାଲିଟି କେତେ ସୁନ୍ଦର ଅଛି। ସତରେ ବହୁତ ସ୍ମୁଥ୍ ଲାଗୁଥିବ। ବାପା ଆପଣମାନେ ଯଦି କେବେ ଆସିବେ ନିଶ୍ଚୟ ବିଶାଲ ମାର୍କେଟକୁ ବୁଲି ଆସନ୍ତୁ। ତାପରେ ପରେ ଦେଖିବେ ଗ୍ରୋସରୀ ସାମାନ ପେଷ୍ଟ ବ୍ରସ୍ ସବୁ କିଛି ମିଳିଯିବ ଆପଣମାନଙ୍କୁ। ଏଥିରେ ସୁ ଯାକ ଆଗକୁ ଯେଉଁ ମ୍ୟାରେଜ ସିଜନ୍ ଆସୁଛି କେଉଁ ଭଳିଆ ଆଟ୍ରାକ୍ଟ ସୁ, ତା ସହିତ ଛୋଟ ପିଲାମାନଙ୍କ ପାଇଁ ବଡି ଲୋସନ୍, ହେୟାର ଅଏଲ୍ ବିଭିନ୍ନ ପ୍ରକାର ଜିନିଷ ମିଳିବାକୁ ଦେଖିବାକୁ ପାଇପାରିବେ। ତାପରେ ଆଉ 5 କେଜିର ସର୍ଫ ପାଉଡ଼ର କିଣିଲେ କେଉଁ ଭଳିଆ ଅଫର୍ ମିଳୁଛି। ତା ସହିତ ଛୋଟ ପିଲାମାନଙ୍କର ଡ୍ରେସ୍ ଯେଉଁ ମଜା। ଆଉ ସ୍ଲିପିଂ ବେଡ୍ ଭାଇ ଯେଉଁ ସ୍ମୁଥ୍ ଆଉ ଯେଉଁ ଭଳିଆ କପଡ଼ା କ୍ୱାଲିଟି। ଏତେ ଲୋକ ମଧ୍ୟ ଆଜି ଫାଷ୍ଟ ଆଉ ପିଲୋ ଦେଖିଲି 199ର ପୁରା ସ୍ମୁଥ୍ ଆଣ୍ଡ ସଫ୍ଟ ମସ୍ତ ଲାଗୁଛି। ଭାବିଲି ଗୋଟେ ନେଇଯିବି। ତାପରେ ପରେ ଦେଖିଲି ବ୍ୟାଗ୍ ଯାକ ଏବଂ ବ୍ରିଟ୍ କେସ୍ ଯାକ କେତେ କ୍ୱାଲିଟିର ମସ୍ତ ମସ୍ତ କ୍ୱାଲିଟି ହେଇଛି। ଆଉ ସ୍କାଏ କଲର୍ ବ୍ୟାଗ୍ ଆଉ ସ୍କାଏ ଏକ୍ସଚେଞ୍ଜର ବ୍ୟାଗ୍ ଯାକ। ତାପରେ ଲାଷ୍ଟକୁ ଆମେ ଗୋଟେ ସେଲ୍ଫି ନେଇଗଲୁ। ଚାଲନ୍ତୁ ପ୍ରଥମ ଥର ପାଇଁ ଆସିଛୁ ଯେହେତୁ ଟିକେ ସ୍ମୃତି ରହିଯିବା ବୋଲି ଗୋଟେ ଭାଇନାଙ୍କ ସହିତ ମିଶିଲୁ। ପରେ ଏ ବିଶାଲ ମାର୍କେଟଟା କେମିତି ଲାଗିଲା ଆଉ ଟିକେ ଯଦି ଭଲ ଲାଗିଥିବ ଆଜ୍ଞା ନିଶ୍ଚୟ ଆପଣ ବିଶାଲ ମାର୍କେଟକୁ ସପିଂ କରିବାକୁ ଆସନ୍ତୁ। ରହିଲି, ଜୟ ଜଗନ୍ନାଥ।